ଆଜ୍ଞା ନମସ୍କାର। ନମସ୍କାର ସାର୍, ଆପଣଙ୍କ ନାଁଟା କ'ଣ? ସନ୍ତୋଷ କୁମାର ସାହୁ। ସନ୍ତୋଷ କୁମାର ସାହୁ, ଘର କନ୍ଧବେଣୀ। କନ୍ଧବେରୀ। ଆଚାର୍ଯ୍ୟ କନ୍ଧବେଣୀ। ସାର୍ କ'ଣ ଆପଣଙ୍କର ହେଇଥିଲା? ମୋର ଦୁଇ ଗୋଡ଼ ଦୁଇ ହାତ ମାନେ ଟୋଟାଲ ଚାଲୁନଥିଲା, ମୁଁ ପଡ଼ି ରହିଥିଲି। କେତେ ବର୍ଷ ହେଲା? ମୋର ଗୋଟେ ବର୍ଷ। ଗୋଟେ ବର୍ଷ ହେଲା ଚାଲୁନଥିଲା। ଡାକ୍ତରୀ ଟ୍ରିଟମେଣ୍ଟ ହେଉଥିଲେ? ଆଜ୍ଞା। ଡାକ୍ତରୀ ଯେଉଁ ଟ୍ରିଟମେଣ୍ଟ ହେଉଥିଲେ କ'ଣ ଡାକ୍ତରୀ ଔଷଧ କାମ କରୁନଥିଲା? ନା। ଆଚ୍ଛା, ଆମର ଏଇ ଯେଉଁ ଧରିଛନ୍ତି ପ୍ୟାକେଟଟା କିଓରସେଲ୍, ଆଜ୍ଞା। ଆକୁ କେତେ ମାସ ହେଲା ଖାଇଲେଣି? ଏଇଟା 4 ମାସ କମ୍ପ୍ଲିଟ୍, 5 ଚାଲିଲାଣି। ମାନେ 4 ମାସ କମ୍ପ୍ଲିଟ୍। ଆଜ୍ଞା। ଆପଣ ଯେତେବେଳେ ଆକୁ ଖାଇନଥିଲେ ମୁଁ ଶୁଣୁଥିଲି ଆପଣଙ୍କୁ 2-3 ଜଣ ଧଇଲେ ଉଠେଇକି ଟେକି ଟେକି ନେଉଥିଲେ। ଆଜ୍ଞା। ସତ ଏଟା? ସତ ଆଜ୍ଞା। ଆପଣ ଟୋଟାଲ ପାଦେ ଚାଲି ପାରୁନଥିଲେ, ଏଇଟା ସତ? ସତ। ବର୍ତ୍ତମାନ ମୁଁ ତ ଦେଖୁଛି ଆପଣ ଚାଲୁଛନ୍ତି ମୋ ସହିତ ଆଜ୍ଞା। ଏବଂ ଆରାମରେ କଥାବାର୍ତ୍ତା କରୁଛନ୍ତି। ଆଚ୍ଛା ଟିକେ ସାର୍ ଚାଲିଲେ, ଯାଆନ୍ତୁ ଟିକେ ଆଗକୁ। ହଁ ସାର୍ ଆସନ୍ତୁ ସେଇଠୁ। ବନ୍ଧୁଗଣ, ବର୍ତ୍ତମାନ ଦେଖନ୍ତୁ ଏ ସାର୍ଙ୍କୁ ଆଜିକି ଗୋଟେ ବର୍ଷ ତଳେ ପାରାଲିଜ୍ରେ ପୀଡ଼ିତ ଥିଲେ, ଯେଉଁଟାକି କୌଣସି ଡାକ୍ତରୀ ମେଡ଼ିସିନ ସାର୍ଙ୍କୁ କାମ କରୁନଥିଲା। ସାର୍ ଉଠି ପାରୁନଥିଲେ, ବସି ପାରୁନଥିଲେ, ଚାଲି ପାରୁନଥିଲେ। ସାର୍ଙ୍କୁ ଯୁଆଡ଼େ ନେଉଥିଲେ ଟେକି ଟେକି 3-4 ଜଣ ଲୋକ ନେଉଥିଲେ। ଆଜି ଆପଣଙ୍କ ସାମ୍ନାରେ ସାର୍ ଅଛନ୍ତି, ଯେଉଁଠି ଚାଲିବା ତାଙ୍କ ଘରଠୁ ମୁଁ ଖଣ୍ଡେ ବାଟ ଆସିଛି ଆଜ୍ଞା ତାଙ୍କୁ ଚଲେଇକି ଧରିକି, ଯେଉଁଠି ଗୋଟେ ଆମ୍ବବୁରି ଭିତରେ ଅଛି, ଆଉ ସେଇଠି ମୁଁ ଆପଣଙ୍କର ଭିଡ଼ିଓ ସାର୍ଙ୍କର କରୁଛି। ଦେଖନ୍ତୁ ଏ ପ୍ରଡ଼କ୍ଟ ଏତେ ମିରାକିଲ୍, ଏ କିଓରସେଲ୍, ଯାହାକି ମୃତ୍ୟୁ ସଞ୍ଜୀବନୀର ନାଁ ପାଇଛି। ଏ ମୃତ୍ୟୁ ସଞ୍ଜୀବନୀ ଯିଏ ଖାଇବ ଯେକୌଣସି ରୋଗ ପାଇଁ ଖାଇବ, 200 ପ୍ରକାର ରୋଗକୁ ସାର୍ ଭଲ କରୁଛି ଏ ମୋର ଗୋଟିଏ ପ୍ରଡ଼କ୍ଟ। ଏବଂ ଆପଣ ଆଜି ଖାଇକି ଯେତିକି ଭଲ ହେଇଛନ୍ତି, ଆପଣ ଆଉ 4-6 ମାସ ଆକୁ କଣ୍ଟିନ୍ୟୁ କରନ୍ତୁ। ଦେଖିବେ ଆପଣ ପୁରା 10 ବର୍ଷ ତଳେ ଯେମିତି ଥିଲେ, ଯେଉଁ ଟାଇପ୍ର ଥିଲେ, ସେଇଭଳିଆ ଏ ପ୍ରଡ଼କ୍ଟ କରିବ। ଏବଂ ଆପଣଙ୍କର ଯେତିକ ବନ୍ଧୁ ବାନ୍ଧବ ସମ୍ପର୍କୀୟ ଅଛନ୍ତି ସମସ୍ତଙ୍କୁ ଆୱାରନେସ୍ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଆକୁ ଖାଆନ୍ତୁ, ନିରୋଗ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଜୟ ଜଗନ୍ନାଥ, ନମସ୍କାର। ଠିକ୍ ଅଛି ସାର୍।